ମୋ ଘରେ ଯାଇକି ଥିଲେ ମୋ ଦାଦା ହେରିକା ଆମ 10 ବର୍ଷ ହେଲା ବାହାଘର ହେଲା। ମୋ ଦାଦା ହେରିକା ଆମ ବନ୍ଧୁ ଅଛନ୍ତି ଏଠି, ସେ ତାଙ୍କ ସାଙ୍ଗେ ଯାଇକି ଥିଲେ। ଏମିତି ବୁଲିବାକୁ ଯାଇଥିଲେ ଆମ ଘରକୁ, ସେଇଠୁ ହେଲା ଆମର କଣ୍ଟାକ୍ଟ ହେଇକି ଭଲ ପାଇବା ହେଇକି ଆମେ ଆସିକି ମୋ ବାପା ମାଙ୍କର ଗୋଟେ ବୋଲି ଝିଅ ଆସିକି ଆମ ସାଙ୍ଗେ ଲଭ୍ ମ୍ୟାରେଜ୍ କରିକି ରହିବୁ। ମୁଁ ତାଙ୍କ ସ୍ତ୍ରୀ, ସିଏ ତ ସେ ଗାଡ଼ି ଚଲାନ୍ତି କଟକ ଭୁବନେଶ୍ୱରରେ, ଆଉ ସେ ଝିଅ ସାଙ୍ଗରେ ପଡ଼ିଲା ଦିନଠୁ ଆମକୁ କିଛି ପଚରା ଉଚରା ବି ନାହିଁ। ସିଏ ଭୁବନେଶ୍ୱର ବହୁତ ଦିନ ହେଲା ରହନ୍ତି, ସେ କଟକରେ ଗାଡ଼ି ଚଲାନ୍ତି, ଆଉ ଭୁବନେଶ୍ୱରରେ ଏମିତି ବହୁତ ଦିନ ହେଲା ରହିଲେ। ଆଉ ସେ ଝିଅ ସାଙ୍ଗେ ପଡ଼ିଲା ଦିନଠୁ ଆମ ସାଙ୍ଗେ ପଚରା ଉଚରା କିଛି ସେମିତି ନାହିଁ, ଆମ ସାଙ୍ଗେ ବିଶେଷ କଣ୍ଟାକ୍ଟ ନାହିଁ। ଏମିତି ଘରକୁ ଆସନ୍ତି କେତେବେଳେ କିନ୍ତୁ ବୁଲିକି ତାଙ୍କର ଯାଆନ୍ତି। ନା ପଇସା ପତ୍ର ସେ ବିଷୟ ଇଏ ନାହିଁ। ସେମିତି ଆମେ ଶାଶୁ ଶ୍ୱଶୁର ଏଇଠି ଅଛନ୍ତି, ଆମ ତାଙ୍କ ସେ ଚଳୁଛୁ, ବାପ ଘର ନେଇକି ଚଳୁଛୁ, ଆଉ କ'ଣ ସେ କଥା ମୁଁ ଜାଣିନି, ସେ କଥା ମୋତେ କହିନାହାନ୍ତି। ସେ କେମିତି ପରିଚୟ ଜାଣିଲା ପରେ ଆମେ ତାକୁ କହିଲାଠୁ ସେ ଘରେ ବାଡ଼ିଆ ପିଟା ଭଙ୍ଗାତୁରା କଲେ ହେଲା। ସେ ଝିଅ ସାଙ୍ଗେ ତ ଯାଇକି ରହିନାହାନ୍ତି, ଆଉ ସେ ଝିଅ ତ ନେଇକି ତାକୁ ରହିଛି, ଆଉ ତାକୁ ଆମେ କ'ଣ କରିବୁ କହୁନ ସାର୍। ସେ ଝିଅ କେଉଁଠି ଏଇଠିକାର ଝିଅ, ସେ ତାଙ୍କ ଘର ସେ ବାଲିକୁଦା ଆଡ଼େ। ଆଉ ସେ କଥା ଆମେ ଆଉ ଆଠୁ ଅଧିକା ଆମେ ତା ବିଷୟରେ ଜାଣିନୁ। କାଲି ଆମର ଏଠିକା ପିଲା ସବୁ କହିଲେ ଯେ ନ୍ୟୁଜ୍ରେ ଏମିତି ଏମିତି ବାହାରିଛି, ତାପରେ ଆମେ ଯାଇ ଖବର ଘରକୁ ସେମିତି 15 ଦିନ ତାଙ୍କ ମନ ହେଲେ ଆସେ, ପୁଣି ପଳାଏ। ଆଉ ସେମିତି ଇଏ ଯିବା ଆସିବା ନାହିଁ ନା, ଭଲ ମନ୍ଦ ନାହିଁ ନା, ଫୋନ୍ ଫାନ୍ ନାହିଁ ନା, ବିଶେଷ ନାହିଁ। ଘରେ କେହି ନାହାନ୍ତି, ଆମ ମା ଝିଅ ଏକା, ଆଉ କିଏ ଆମ ଶାଶୁ ଶ୍ୱଶୁର ଡେଥ୍ ହେଇଯାଇଛନ୍ତି। ହଁ ଆମ ଶାଶୁ ଶ୍ୱଶୁର ବହୁତ, ମୁଁ ଆସିନଥିଲି ସେ ଡେଥ୍ ହେଇଛନ୍ତି। ମୋ ବାହାଘର 10 ବର୍ଷ ହେଇଗଲା। ସେ ଭୁବନେଶ୍ୱର ବହୁତ ଦିନରେ ରହିଲେଣି ଆସିକି, ଏଇଠି ହେଇଯିବ ନିହାତି 5-6 ବର୍ଷ କି ଉପରେ ହେଇଯିବ, ଅଧିକା ହେଇଯିବ। ନା ନା ମୋ ବିଷୟରେ ମୁଁ ତ ଏ ବିଷୟରେ କିଛି ଜାଣିନି ସାର୍, ମୋ ବିଷୟରେ କେମିତି କଥା ହେବେ? ଆମେ ଏ ଟିଭିରୁ ଶୁଣାଶୁଣି ପାଉଛୁ ନା, ଆମେ କେମିତି ଜାଣିବୁ ଏ କଥା? ମର୍ଡ଼ର ବିଷୟରେ ଆମେ କିଛି ବି ଜାଣିନୁ। ଆମେ ତ ଘରେ ରହିଲୁ, ଆମ ମୂଳ ଦୁଃଖରେ ଆମ ଟେନସନ୍ ଆମେ ପାଉ, ଆମେ ଏମିତି ଏତେ କଥା କେମିତି ଜାଣିବୁ କହୁନାହାନ୍ତି ଆପଣ? ମୋ ଘରେ ଯାଇକି ଥିଲେ ମୋ ଦାଦା ହେରିକା ଆମ 10 ବର୍ଷ ହେଲା ବାହାଘର ହେଲା। ମୋ ଦାଦା ହେରିକା ଆମ ବନ୍ଧୁ ଅଛନ୍ତି ଏଠି, ସେ ତାଙ୍କ ସାଙ୍ଗେ ଯାଇକି ଥିଲେ। ଏମିତି ବୁଲିବାକୁ ଯାଇଥିଲେ ଆମ ଘରକୁ, ସେଇଠୁ ହେଲା ଆମର କଣ୍ଟାକ୍ଟ ହେଇକି ଭଲ ପାଇବା ହେଇକି ଆମେ ଆସିକି ମୋ ବାପା ମାଙ୍କର ଗୋଟେ ବୋଲି ଝିଅ ଆସିକି ଆମ ସାଙ୍ଗେ ଲଭ୍ ମ୍ୟାରେଜ୍ କରିକି ରହିଛି। ବାହାଘର ହେଇକି ଏଠି ଆସିକି ନା ନା ସେତେବେଳେ ସେମିତି କିଛି ନଥିଲା, ଆମେ ସେମିତି ସେ ଭଲରେ ସେମିତି ଯେତେବେଳେ ଝିଅ ଆସିଲା ଦିନଠୁ ଏମିତି ଜଣ ଇଏ ହେଉଛନ୍ତି, ସେ ଯାଇକି ସିଆଡ଼େ, ଆମକୁ ଏମିତି ପଚରା ଉଚରା ନାହିଁ ନା କିଛି ନାହିଁ। ଏବେ ଆଉ କ'ଣ କହିବି ସାର୍, ସେ ଝିଅ ସକାଶେ ସବୁ ଅନର୍ଥ, ମୋ ସଂସାର ହିଁ ଗଲା, ଭାସିଗଲା। କ'ଣ ତୁମକୁ କହିବି, ତାଙ୍କ ସକାଶେ ଜାଣ ସବୁ ସରିଗଲା ସେ ଝିଅଟା ସକାଶେ। ଆଉ ସେ ଝିଅ ହିଁ ବର୍ବାଦ କରିଦେଲା ମୋ ସ୍ୱାମୀ। ଆଗରୁ ବହୁତ ଭଲ ଥିଲା, ସେ କାମ ଧନ୍ଦା କରେ, ତା ଝିଅକୁ ପଚାରେ, ପାଠ ସାଠ ଭଲ ମନ୍ଦ ସବୁ ଥିଲା। ପଚରା ବିଚରା ଆମକୁ ଭଲ ମନ୍ଦ କରେ, ସେ ଝିଅ ଆଇଲା ଦିନଠୁ ଏତେ ଇଏ